जय जगन्नाथ पिलाने तुमको यूट्यूब चैनल लिबो क्लासेस को स्वागत। आज वीडियो पे देखी आमर यूनिट 4 जैक आमर अच्छी माने यूनिट 4 तो नुह एटा आमर यूनिट 2 रो माने फर्स्ट चैप्टर बा चतुर्थ अध्याय तो रही पे आमर कौन ना मौर्य साम्राज्य कौन ठीक चंद्रगुप्त मौर्य और अशोक राज्य शासन कौन कौन रही देखा चलो पे ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ଭାରତରେ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଥିଲା। ଯେଉଁ ଆମର ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ଆମ ଭାରତରେ ଗୋଟେ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଥିଲା କହିଲେ ଅତ୍ୟୁକ୍ତି ହେବନି। ମାନେ ଗୋଟେ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଥିଲା ବୋଲି ଆମେ କହିଲେ ଅତ୍ୟୁକ୍ତି ହେବନି। କାରଣ ଏହି ସମୟରେ ଭାରତର ରାଜନୈତିକ ଦିଗ୍ବଳରେ ଏକ ଉଜ୍ଜ୍ୱଳତମ ତାରକା ସଦୃଶ ଆବିର୍ଭାବ ହେଉଥିଲେ ମୌର୍ଯ୍ୟ ବଂଶର ପ୍ରସିଦ୍ଧ ଶାସକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ତ କ'ଣ ହେଉଥିଲେ ମାନେ ଗୋଟେ ଉଜ୍ଜ୍ୱଳମାନର ତାରକା ସଦୃଶ ଗୋଟେ ଆବିର୍ଭାବ ହେଉଥିଲେ ମୌର୍ଯ୍ୟ ବଂଶର ଶାସକ କିଏ ଆମର ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ସେ ଭାରତର ରାଜନୈତିକ ଏକତା ପ୍ରତିଷ୍ଠା କରିବା ସହିତ ଏକ ସୁଶାସନ ବ୍ୟବସ୍ଥା ପ୍ରଚଳନ କରିବାରେ ସକ୍ଷମ ହେଉଥିଲେ। ସେ ଭାରତର ରାଜନୈତିକ ଏକତାକୁ ପ୍ରତିଷ୍ଠା କରିଥିଲେ। ଯେଉଁ ରାଜନୈତିକ ଏକତାକୁ ପ୍ରତିଷ୍ଠା କରିବା ସହିତ ସେ ଗୋଟେ ଭାରତର ଗୋଟେ ସୁଶାସନ ବ୍ୟବସ୍ଥା ମଧ୍ୟ ପିଲାମାନେ କ'ଣ ନା ପ୍ରଚଳନ କରିଥିଲେ ବା ପ୍ରଚଳନ କରିବାରେ ସେ ସକ୍ଷମ ହୋଇଥିଲେ। ମଗଧରେ ନନ୍ଦବଂଶ ପରି ଏକ ଅତ୍ୟାଚାରୀ ବଂଶର କୁଶାସନର ଅବସାନ ଘଟାଇ ସେ କରିଥିଲେ ଏବଂ ଏକ ନୂତନ ଯୁଗର ଆରମ୍ଭ। ତ ମଗଧରେ ଯେଉଁ ନନ୍ଦବଂଶ ଶାସନ କରୁଥିଲେ ସେମାନେ କୁଶାସନ କରୁଥିଲେ, ମାନେ ଲୋକମାନେ ବହୁତ ଅତ୍ୟାଚାରିତ ହେଉଥିଲେ ତାଙ୍କ ଶାସନ ଫଳରେ। ତ ସେମାନଙ୍କୁ ଅବସାନ ଘଟାଇବା, ସେମାନଙ୍କୁ ନିପାତ କରିବା, ସେମାନଙ୍କୁ ଗାଦିଚ୍ୟୁତ କରି ସେମାନେ ହେଲେ ସେ ଗୋଟେ ନୂତନ ଯୁଗ ଗୋଟେ ସୃଷ୍ଟି କଲେ। ଦେଶବାସୀ ତାଙ୍କର ଶାସନ ଦ୍ୱାରା ଅତ୍ୟାଚାର ଭାରରୁ ଆଶ୍ୱସ୍ତ ଅନୁଭବ କରିଥିଲେ। ଯେଉଁ ନନ୍ଦବଂଶ ଶାସନ କରୁଥିଲେ କି ସେମାନଙ୍କର ଗୋଟେ ଯେମିତି କଂସ ରାଜା ସେ ବହୁତ ଅତ୍ୟାଚାର କରୁଥିଲେ ବୋଲି କହୁଛନ୍ତି। ଯେମିତି ତାପରେ ଯଦି ସେ ମୃତ୍ୟୁବରଣ କଲେ ଲୋକମାନେ ଟିକେ ଆଶ୍ୱସ୍ତି ପାଇଲେ। ଯେମିତି ବିଭିନ୍ନ ପ୍ରକାର ରାଜା ମାନେ ଯେମିତି ଅତ୍ୟାଚାର କରୁଥିଲେ ସେମାନେ ମୃତ୍ୟୁ ପରେ ଯିଏ ନୂଆ ଆସିଲେ ସେମାନେ ଲୋକମାନେ ବହୁତ ଆଶ୍ୱସ୍ତି ପାଇଲେ। ଏହି ମୌର୍ଯ୍ୟ ବଂଶରେ ପ୍ରାୟତଃ 3 ଜଣ ସୁଶାସକ ଯଥା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ବିନ୍ଦୁସାର ଓ ଅଶୋକ ନିଜର କୃତିତ୍ୱ ବଳରେ ଖ୍ୟାତି ଲାଭ କରିଥିଲେ। ତ ଏ ବଂଶରେ ବହୁତ ରାଜା ଥିଲେ କିନ୍ତୁ ଏମାନେ ଏଇ 3 ଜଣ ସୁଶାସକ ଥିଲେ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ବିନ୍ଦୁସାର ଏବଂ ଅଶୋକ। ତ ଏମାନଙ୍କର ନିଜର କୃତିତ୍ୱ ବଳରେ ଏମାନେ ଖ୍ୟାତି ଲାଭ କରିଥିଲେ। ସେମାନଙ୍କ ସମୟରେ ଦେଶ ସମୃଦ୍ଧିଶାଳୀ ହେବା ସହିତ ଲୋକମାନେ ଶାନ୍ତି ଶୃଙ୍ଖଳାରେ ବସବାସ କରିବାକୁ ଲାଗିଲେ। ଦେଶ ପୁରା ଆଗକୁ ଗତିଗଲା, ତା ସହିତ ଲୋକମାନେ ବହୁତ ସୁଖ ଶାନ୍ତିରେ ମାନେ କ'ଣ ଜୀବନଯାପନ ନିଜର କଲେ। ତେଣୁ ମୋଟାମୋଟି ଭାବରେ କହିବାକୁ ଗଲେ ମୌର୍ଯ୍ୟ ଯୁଗରେ ବିଭିନ୍ନ କ୍ଷେତ୍ରରେ ଅନେକ ଉନ୍ନତି ଘଟିଥିବାରୁ ଏହା ଭାରତର ଏକ ଯୁଗାନ୍ତକାରୀ ଅଧ୍ୟାୟ ଭାବରେ ବର୍ଣ୍ଣିତ ହୋଇଛି। କ'ଣ କହିଲେ ନା ପିଲାମାନେ, ଆମେ ମାନେ ମୋଟାମୋଟି ଭାବରେ କହିବାକୁ ଗଲେ ସେହି ସମୟରେ ଭାରତ ଗୋଟେ ନୂତନ ଯୁଗ ପାଇଲା ବୋଲି କହିଲେ ଅତ୍ୟୁକ୍ତି ହେବନି। ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ଐତିହାସିକ R.K. ମୁଖାର୍ଜୀ କ'ଣ କହିଲେ ନା The foundation of the Mauryan Empire is a unique event in Indian history. Its glory is enhanced by circumstance in which it is achieved. तो बहुत बढ़िया से कहते मैंने से ग्लोरी आम इंडियन हिस्ट्री पे जो फाउंडेशन ऑफ मौर्य एम्पायर बा मौर्य साम्राज्य प्रतिष्ठा आम भारतर इतिहास में से बहुत गोटे ग्लोरी बा गोटे से आम बहुत कहले गोटे नूतन जुगर सृष्टि बा आम भारत में से गोटे रत्न कहले अत्युक्ति हेनी। तेणु एथर अनुमान कराए प्रथम थर पर मगधरे गोटे राजनीतिक छात तले अनेक क्षुद्र क्षुद्र राज्य प्रतिष्ठा हेबा सह भारत राजनीतिक एकता प्रतिष्ठा लाभ करथिला। तो गोटे राजनीतिक छात तले अनेक गुड़िक क्षुद्र क्षुद्र माने राज्य प्रतिष्ठा होते मगधर तले ता सहित भारत गोटे राजनीतिक एकता प्रतिष्ठा लाभ करथिला। ऐतिहासिक मध्य मौर्य शासन तत्कालीन समय भारतीय मान पराधीनतार श्रृंखल चिन्ह करते जो भारतीय मैंने पराधीनता रही अन्य वंश मान द्वारा से किए माने मुक्त करते आमर मौर्य वंश। अंधार आलोक को बाट कढ़ाई स्वाधीनतार स्वाद चखाई मौर्य शासन गोटे आमर अंधार जो आलोक को आनी से गोटे बाट कढ़ाई देता बा स्वाधीनतार स्वाद चखाई आम मौर्य शासन। ये परिप्रेक्षी विशिष्ट ग्रीक ऐतिहासिक जस्टिन मत व्यक्त करते इंडिया आफ्टर द डेथ ऑफ अलेक्जेंडर आज ए सेकेंड as it were the yoke of servitude from its neck and put his governors to death. The author of this liberation was Sandocottus। अर्थात अलेक्जेंडर मृत्यु पर भारत सत्य जमी निजर बेक को गोलामी और पराधीनतार श्रृंखल छिन्न करता शासनकर्ता हत्या करता। ये मुक्तियुद्धर कर्णधार थे सैंडोकटस मीन्स चंद्रगुप्त थे। अलेक्जेंडर से माने कौन अलेक्जेंडर पर सैंडोकटस थे मुक्तियुद्धर कर्णधार। तो देखिए पे उपादान गुड़ से आम केमती जाने मौर्य वंशर इतिहास संपर्क जानापी अनेक गुड़ उपादान अच्छी तथा साहित्य उपादान प्रत्नतात्विक उपादान और वैदेशिक बरणी। तो साहित्य उपादान कौन तो भल भाव आम जानी पे +2 हिस्ट्री
କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର, ବିଶାଖ ଦତ୍ତଙ୍କ ମୁଦ୍ରା ରାକ୍ଷସ, ପତଞ୍ଜଳିଙ୍କ ମହାଭାଷ୍ୟ, ବାୟୁ ପୁରାଣ, ବିଷ୍ଣୁ ପୁରାଣ, ମତ୍ସ୍ୟ ପୁରାଣ, ମାର୍କଣ୍ଡେୟ ପୁରାଣ ଓ ଅନ୍ୟାନ୍ୟ ସାହିତ୍ୟ କୃତି ମୌର୍ଯ୍ୟ ଶାସନ ସମ୍ପର୍କରେ ତଥ୍ୟ ପ୍ରଦାନ କରନ୍ତି। ତ ଏଇଗୁଡ଼ିକ ଯୋଗୁଁ ଆମେ ଜାଣିପାରିବା ସାହିତ୍ୟ ପଢ଼ିଲେ ଏଇ ସାହିତ୍ୟଗୁଡ଼ିକୁ ଆମେ ଯଦି ପଢ଼ିବା ମାନେ ଜାଣିପାରିବା ମୌର୍ଯ୍ୟ ଶାସନ ବିଷୟରେ। ଏହା ବ୍ୟତୀତ ଅନେକ ବୌଦ୍ଧ ସାହିତ୍ୟ ଯଥା ଦୀପବଂଶ, ମହାବଂଶ, ଦୀଘନିକା, ଦିବ୍ୟବଦାନ, ମିଳିନ୍ଦପନ ପ୍ରଭୃତି ବୌଦ୍ଧ ସାହିତ୍ୟ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ଏହାଛଡ଼ା ଜୈନ ସାହିତ୍ୟ ଯଥା ହେମଚନ୍ଦ୍ରଙ୍କ ପରିଶିଷ୍ଟ ପାର୍ବଣ, ଭଦ୍ରବାହୁ ଚରିତ ପ୍ରଭୃତି ମୌର୍ଯ୍ୟ ଯୁଗ ସମ୍ପର୍କରେ ଆଲୋକପାତ କରନ୍ତି। ଏଗୁଡ଼ିକ ପାଲି, ପ୍ରାକୃତ ଓ ସଂସ୍କୃତ ଭାଷାରେ ରଚିତ ହୋଇଥିବାର ଦେଖିବା ମିଳିଥାଏ। ଏଗୁଡ଼ା ସବୁ କେଉଁ ଭାଷାରେ ନା ପାଲି, ପ୍ରାକୃତ, ସଂସ୍କୃତ ଏହି ଭାଷା ସବୁ ଦେଖିବାକୁ ଆମକୁ ମିଳିଥାଏ। ତାପରେ ଦେଖିବା ପିଲାମାନେ ପ୍ରତ୍ନତାତ୍ତ୍ୱିକ ଉପାଦାନ କ'ଣ? ମୌର୍ଯ୍ୟ ଯୁଗର ପ୍ରସିଦ୍ଧ ଶାସକ ମହାନୁଭବ ଅଶୋକଙ୍କ ବିଭିନ୍ନ ଶିଳାନୁଶାସନ, ସ୍ତମ୍ଭ ଅଭିଲେଖ ଓ ଗୁମ୍ଫା ଅଭିଲେଖ ମଧ୍ୟ ମୌର୍ଯ୍ୟ ଯୁଗୀୟ ଶାସନ ପଦ୍ଧତି ଓ ଅନ୍ୟାନ୍ୟ ବିଷୟରେ ଆଲୋକପାତ କରିଥାନ୍ତି। ସ୍ତମ୍ଭ ଅଭିଲେଖ, ଗୁମ୍ଫା ଅଭିଲେଖ, ଶିଳାନୁଶାସନ ଦ୍ୱାରା ଆମେ ମୌର୍ଯ୍ୟ ଯୁଗର ଶାସକ ଅଶୋକଙ୍କ ବିଷୟରେ ବହୁତ କିଛି ଜାଣିପାରିବା। ତା ଦେଖିବା ପିଲାମାନେ ବୈଦେଶିକ ବିବରଣୀ ବା ବାହାର ଦେଶର ଯାହା ଯାହା ବିବରଣୀ ରହିଲା। ଗ୍ରୀକ୍ ବୈଦେଶିକମାନେ ଭାରତ ପରିଭ୍ରମଣରେ ଆସି ଅନେକ ବିବରଣୀ ମାନ ମୌର୍ଯ୍ୟ ଯୁଗ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେମାନଙ୍କ ମଧ୍ୟରୁ ସିରିଆର ଶାସକ ସେଲୁକସଙ୍କ ରାଜଦୂତ ରୂପେ ମେଗାଥେନିସ୍ ଚନ୍ଦ୍ରଗୁପ୍ତଙ୍କ ସମୟରେ ଆଗମନ କରିଥିଲେ। ତ ଗ୍ରୀକ୍ ବୈଦେଶିକମାନେ ଭାରତ ପରିଭ୍ରମଣ ଆସିଥିଲେ। ଯେଉଁ ଗ୍ରୀକ୍ର ମାନେ ପରିଭ୍ରମଣକାରୀମାନେ ଭାରତରେ ଆସି ଅନେକ ବିବରଣୀ ମାନେ ସେମାନେ ମୌର୍ଯ୍ୟ ଯୁଗ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଗ୍ରୀକ୍ ବୈଦେଶିକମାନେ ସେମାନେ ଆସି ମାନେ କ'ଣ ମୌର୍ଯ୍ୟ ଯୁଗ ସମ୍ପର୍କରେ ବିଭିନ୍ନ ପ୍ରକାର ସବୁ ଲେଖିଛନ୍ତି। ସେମାନଙ୍କ ମଧ୍ୟରୁ ସିରିଆର ଶାସକ ସେଲୁକସଙ୍କ ରାଜଦୂତ ରୂପେ ମେଗାଥେନିସ୍ ଚନ୍ଦ୍ରଗୁପ୍ତଙ୍କ ସମୟରେ ଆସିଥିଲେ। ତ କିଏ ସିରିଆର ଶାସକ ସେଲୁକସଙ୍କ ରାଜଦୂତ କିଏ ନା ମେଗାଥେନିସ୍। ସେ କାହା ସମୟରେ ଆସିଥିଲେ ନା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ ଆସିଥିଲେ। ସେ ଭାରତରେ କିଛି ବର୍ଷ ଅବସ୍ଥାନ କରି ମୌର୍ଯ୍ୟ ଯୁଗ ସମ୍ବନ୍ଧରେ ଏକ ବିବରଣୀ ପ୍ରକାଶ କରିଥିଲେ। ତ ମୌର୍ଯ୍ୟ ଯୁଗ ସମ୍ପର୍କରେ ସେ ଗୋଟେ ପୁସ୍ତକ ଲେଖିଥିଲେ। ତାଙ୍କ ସମସ୍ତ ବିବରଣୀ ଇଣ୍ଡିକା ନାମକ ଏକ ଗ୍ରନ୍ଥରେ ଲିପିବଦ୍ଧ କରିଛନ୍ତି, ଯାହାକି ମୌର୍ଯ୍ୟ ଯୁଗର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅବସ୍ଥା ସମ୍ପର୍କରେ ଆଲୋକପାତ କରିଥାଏ। ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ବିଷୟରେ ଜଣାପଡ଼ିଥାଏ ମୌର୍ଯ୍ୟ ଯୁଗର କେଉଁଟାରୁ ନା ଆମର ଇଣ୍ଡିକା ଗ୍ରନ୍ଥରେ ଦେଖିବାକୁ ମିଳିଥାଏ। ଏହା ବ୍ୟତୀତ ଅନ୍ୟାନ୍ୟ ଗ୍ରୀକ୍ ଓ ଲାଟିନ୍ ଐତିହାସିକମାନେ ହେଲେ ଜଷ୍ଟିନ୍, ଆରିଆନ୍, ଷ୍ଟ୍ରାବୋ, ପ୍ଲୁଟାର୍କ, ଡାଇଓଡୋରସ୍ ପ୍ରଭୃତି ସେମାନଙ୍କର ବିବରଣୀ ମାଧ୍ୟମରେ ମୌର୍ଯ୍ୟ ଯୁଗ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ତ ତା ବ୍ୟତୀତ ଅନ୍ୟ ସବୁ ଐତିହାସିକ ଯାକ ଯେମିତି ରହିଲେ ଆମର ଗ୍ରୀକ୍ ଓ ଲାଟିନ୍ ଐତିହାସିକ ଯେମିତି ଜଷ୍ଟିନ୍, ଆରିଆନ୍, ଷ୍ଟ୍ରାବୋ, ପ୍ଲୁଟାର୍କ, ଡାଇଓଡୋରସ୍, ତ ସେମାନେ ମଧ୍ୟ ନିଜ ବିବରଣୀରେ ଆମର ମୌର୍ଯ୍ୟ ଯୁଗ ସମ୍ପର୍କରେ ଉଲ୍ଲେଖିତ କରିଛନ୍ତି। ଏହିପରି ଭାବରେ ବିଭିନ୍ନ ପ୍ରକାର ଉପାଦାନ ମାଧ୍ୟମରେ ଆମେ ମୌର୍ଯ୍ୟ ଯୁଗ ସମ୍ପର୍କରେ ଜାଣିବାକୁ ପାଇଥାଉ। କ'ଣ ପିଲାମାନେ ଏହିପରି ଭାବରେ ଆମେ ସବୁ ଜାଣିଥାଉ। ଯେମିତି ବୈଦେଶିକ ବିବରଣୀ ଦେଖିଲେ, ସେମିତି ସାହିତ୍ୟ ବିବରଣୀ ଦେଖିଲେ, ସବୁ ଉପାଦାନ ଗୁଡ଼ିକୁ ମଧ୍ୟ ଆମେ ଜାଣିପାରିଥାଉ। ତାହେଲେ ପିଲାମାନେ ମୁଁ ଆଜି ପାଇଁ କ୍ଲାସ୍ 2 ରଖୁଛି। ପରବର୍ତ୍ତୀ କ୍ଲାସ୍ରେ ଦେଖିବା ପିଲାମାନେ ମୌର୍ଯ୍ୟ ବଂଶର ଉତ୍ପତ୍ତି କେମିତି ହେଲା ବା ଅରିଜିନ୍ ଅଫ୍ ଦ ମୌର୍ଯ୍ୟନ୍ ଡାଇନେଷ୍ଟି, ତ ସେ ବିଷୟରେ ଆମେ ଜାଣିବା। ଆଉ ଆଜି ପାଇଁ କ୍ଲାସ୍ 2 ରଖୁଛି। ଜୟ ଜଗନ୍ନାଥ।